କଥା କୁ କିଏ ଜାଣୁଛି କହିଲୁ? କିଏ ଜାଣୁଛି ନାରୀ ମାନଙ୍କ ଯୋଗେ ଆମେ ଲୋକ ହସା ହଉଛେ ବୋଲି? କିଏ ଜାଣୁଛି? ଜାଣୁଛନ୍ତି ସମସ୍ତେ। ତୋରମା କାନ୍ଦେଇ ନାହାନ୍ତି ଯଦି କାନ୍ଦେଇ ଦୁଆରରେ ହେଲେ କଣ କରିବା? ତାଙ୍କ ମହାକାନ୍ତମୟ କଥା କହିପାରିବ? କିନ୍ତୁ ପଇସା କହୁନ ତାଙ୍କର ଯୋଉ ପ୍ରକାର ମହିଳା ପ୍ରତି ଗାଁରେ ମହିଳା ଦଉଛନ୍ତି। ମହିଳା ମାନେ ଦେଇକି ତମକୁ ମହିଳା ବଂଶରେ ଘାଣ୍ଟି ଦେବେ। ଯଦି କହିବ ତମେ ବନ୍ଧା ସେ ସାଧାରଣ କେସ ନାଇଁ। ତେଣୁ ସୁପ୍ରିମକୋର୍ଟ ଅର୍ଡର ଦେଇଛି। ତମେ ଦେଖୁନ ଇଂଲଣ୍ଡ ଯାହା ହଉଥିଲା ଏବେ ଓଡିଶା ବର୍ତ୍ତମାନ ସେଇଆ ଚାଲିଲା। ଆମ ଭାରତ ବର୍ଷରେ ସେଇଆ ବିଚାର ଚାଲିଲା। ଆଜ୍ଞା ରାସନ କାର୍ଡ ତାଙ୍କରି ନାହିଁ। ତମେ ତାଙ୍କ ଗୋବରରେ ଗ୍ୟାସ କେନ୍ଦ୍ର ସରକାର ଗ୍ୟାସ ତାଙ୍କରି ନାଁରେ। ଆଚ୍ଛା ଜଗନ୍ନାଥଙ୍କର ଯେତେ ଗୁଡିଏ ସମ୍ପତ୍ତି ଅଛି ଜଗନ୍ନାଥଙ୍କ ନାଁରେ ଅଛି? ନାଇଁ ସେ ଖାଲି ମାଲ ସବୁ ବିମଳାଙ୍କ ନାଁରେ ଅଛି, ତାଙ୍କ ସ୍ତ୍ରୀଙ୍କ ନାଁରେ ଅଛି। ତେଣୁ କଳିଯୁଗରେ ସେଇ ବିଚାର ହେଇଗଲା ଜଗନ୍ନାଥ ଯଦି ଆମର ପ୍ରଭୁ, ସିଏ ଯାହା କରିଛନ୍ତି ସେଇ ଶିକ୍ଷା ଆମେ କଣ କଲେ? ସରକାର ସେଇ ବିଚାର କଲେ ତାହେଲେ ସିଏ ଯାହା କରିଛନ୍ତି ଆମ ପରିବାର ସେଇଆ ହେଇଯାଏ। କିନ୍ତୁ ନାରୀ ମାନଙ୍କୁ ପ୍ରାଧାନ୍ୟ ଦିଆଯାଇନି। ତାଙ୍କ ନାଁରେ ସବୁ ସିଏ ଋଣ ଆଣିଲେ ତାଙ୍କର ସୁଧ ଅଳ୍ପ। ଆମେ ଯଦି ଆଣିବା ଆମେ ମଥଣ 2 ଡବଲ ସରକାର ଗୋଟେ ଟଙ୍କା ତେଣୁ ବଶିଷ୍ଠ ଆଦି ଋଷିଙ୍କୁ ବସେଇ ଯେତେବେଳେ ଏତିକି କହିଦେଲା ହେ ମୋର ପଣ୍ଡିତ ମଣ୍ଡଳୀ କହିଲେ ବ୍ରହ୍ମା ସର୍ଜନାରେ ବ୍ରହ୍ମାଣ୍ଡେ କାହିଁକି ଆଉ ତନୟ ମୋ ପୁଅ ରାମ ଭଳି ଆଉ ଏ ବିଶ୍ୱ ବ୍ରହ୍ମାଣ୍ଡରେ ମୋ ଆଖି ଆଗରେ କେହି ନାହାନ୍ତି। ବଶିଷ୍ଠ କହିଲେ କାହିଁ ପୁଅ କେତେ ପ୍ରକାର? କହିଲେ ପୁଅ ହଉଛନ୍ତି 4 ପ୍ରକାର। କହିଲେ ଉତ୍ତମ ସରିଜିତ ଭୂକୁତା, ଅଧମ ପିତୃ ଅଜିତା, ଅଧମ ଭାତୃ ବିତଣ୍ଡା, ତ୍ରିବିତମ ଧମାଧମା। ହେ ମୋର ପଣ୍ଡିତ ମଣ୍ଡଳୀ, ପ୍ରଥମେ ହେଉଛି ଗୋଟିଏ ପୁଅ ଉତ୍ତମ ପୁଅ। ଉତ୍ତମ ପୁଅ ବୋଲି ଆମେ ଜାଣିବା କେମିତି ନା ନାଇଁ? ଉତ୍ତମ କବି କହିଲେ ସ୍ୱର୍ଜିତ ଭୂକୁତମ, ତାର ନିଜ ରୋଜଗାରରେ ଚଳିବ, ବାପା ମାଙ୍କୁ ମାଗିବନି, ନିଜେ ରୋଜଗାର କରି ସେ ବଡ ମଣିଷ ହେବା ପାଇଁ ଚେଷ୍ଟା କରିବ। ସପ୍ତ ପୁରୁଷର ଭିଟାମାଟି ଭୂ ସମ୍ପତ୍ତି ସିଏ ଲୁଣ୍ଠନ କରିବ। ଜମି ବାଡି ମୋ ବାପାର ତ ବାଟି ବାଟି ସମ୍ପତ୍ତି ଅଛି, ମୁଁ ଏତେ ପାଠ ପଢିଲାଣି, ମୁଁ କାହିଁ କାହାର ମଜୁରୀ ଲାଗି ରୋଜଗାର କାହିଁ କରିବି? ବସିକି ଖାଇଲେ ଇଏ ଧନ ସରିବନି ନା ନାଇଁ? ସେଗୁଡାକ ଉତ୍ତମ ନୁହନ୍ତି। ଯିଏ ନିଜ ରୋଜଗାରରେ ବାପ ମାଙ୍କୁ କିନ୍ତୁ କିଛି ଆଘାତ ନ ଦେଇ ନିଜ ରୋଜଗାରରେ ବଡ ମଣିଷ ହେବା ପାଇଁ ଚେଷ୍ଟା କରେ। କିନ୍ତୁ ବାପ ମାଙ୍କର ଶେଷ ସମୟର ମନ କଥାକୁ ଯେଉଁ ପିଲାମାନେ ଜାଣିପାରନ୍ତି ଆମେ ତାଙ୍କୁ କହିବା ଉତ୍ତମ ପୁଅ ନା ନାଇଁ? ବାପ ମାଙ୍କୁ ନ ପଚାରି ଯେମିତି ଜାଣିପାରିବେ। ବାପ ମାଙ୍କୁ ଦେଖିଦେଲେ ମୋ ବାପା ମୋ ବାପା ସେଇଠି ନୁହେଁ ପୁଅ। ଆଉ ଗଙ୍ଗାଧର ମେହର ଲେଖିଲେ ଉତ୍ତମ କେମିତି ଜାଣିବ? ବାପ ମାଙ୍କର ମୁହଁକୁ ଦେଖିଦେଲେ ତାଙ୍କ ଅନ୍ତର କଥା ଜାଣି ହେବ। ଗଙ୍ଗାଧର ମେହର ସୁନ୍ଦର ଲେଖି ଦେଇଛନ୍ତି
କଥାବାର୍ତ୍ତା ହଉଛନ୍ତି ନା ନାଇଁ କୀର୍ତ୍ତନକୁ ଶୁଣୁଛନ୍ତି ଆଉ କି ଗାୟକଙ୍କ ମୁହଁକୁ ଚାହିଁଛନ୍ତି ଆପଣଙ୍କର କୀର୍ତ୍ତନରେ ଭାବ ଅଛି ନା ନାଇଁ ସାଡେ ଘରେ କଣ ଜଞ୍ଜାଳ ହବ ମତେ ଖୋଜୁଥିବେ ମୁଁ ଏଠି ଏତେ ସମୟ ବସିବି କେମିତି